ଖେଳାଳି ରାଜି କିନ୍ତୁ ସରକାର ଜିଦ୍ରେ ଅଟଳ। ବାଂଲାଦେଶ କ୍ରିକେଟ ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ। ଏହାର ଖେଳାଳିମାନେ ବି ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାର କାରଣ ବାଂଲାଦେଶ ଟି20 ବିଶ୍ୱକପ ପରେ ଏକ ପ୍ରମୁଖ ପ୍ରତିଯୋଗିତାରୁ ଓହରିବା ପରେ ଆଇସିସି ବିସିବିକୁ ଦଣ୍ଡିତ କରିବା ସମ୍ଭାବନା ବଢ଼ିଯାଇଛି। କିନ୍ତୁ ଏହି ବିବାଦକୁ ନେଇ ବାଂଲାଦେଶରୁ ଯେଉଁ ଖବର ଆସୁଛି ତାହା ଯଦି ହୋଇଥାଏ ତେବେ ଆହୁରି ସାଂଘାତିକ କଥା ହେବ। ସୂଚନା ଅନୁସାରେ ବାଂଲାଦେଶ କ୍ରିକେଟର ଭବିଷ୍ୟତ ଦୃଷ୍ଟିରେ ରଖି ସେଠିକାର ଖେଳାଳିମାନେ ଭାରତ ଆସି ବିଶ୍ୱକପ ଖେଳିବାକୁ ରାଜି। କିନ୍ତୁ ସେମାନଙ୍କ ମତାମତକୁ କିମ୍ବା ବାଂଲାଦେଶ କ୍ରିକେଟ ବୋର୍ଡ ବିସିବିର ପରାମର୍ଶକୁ କୌଣସି ଗୁରୁତ୍ୱ ଦେଉନାହିଁ। ସେଠାକାର କାମଚଳା ସରକାର ନିଜେ ସମସ୍ତ ନିଷ୍ପତ୍ତି ନେଇ କେବଳ ଖେଳାଳିମାନଙ୍କୁ ନିଜର ନିଷ୍ପତ୍ତି ଶୁଣାଉଛନ୍ତି। ଗୁରୁବାର ଖେଳାଳି ବିସିବି ଓ ବାଂଲାଦେଶ ସରକାର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ମଧ୍ୟରେ ଏକ ବୈଠକ ହୋଇଥିଲା। ବୈଠକର ଉଦ୍ଦେଶ୍ୟ ଥିଲା ଖେଳାଳିମାନଙ୍କ ସହ ଆଲୋଚନା କରିବା ଓ ସେମାନଙ୍କ ପକ୍ଷ ଶୁଣିବା। ବୈଠକରେ ବାଂଲାଦେଶ ଅଧିନାୟକ ଲିଟନ ଦାସ, ଟେଷ୍ଟ ଅଧିନାୟକ ନଜରୁଲ ହୁସେନ ସାଣ୍ଟୋ ଭାରତ ଯାଇ ବିଶ୍ୱକପ ଖେଳିବାକୁ ସମ୍ମତି ଜଣାଇଥିଲେ। କିନ୍ତୁ ସେମାନଙ୍କର କୌଣସି କଥା ଶୁଣିବା ବଦଳରେ କେବଳ ଏକ ନିର୍ଦ୍ଦେଶ ଶୁଣାଯାଇଥିଲା ଯେ ସୁରକ୍ଷା କାରଣରୁ ଭାରତ ଗସ୍ତ କରିବେ ନାହିଁ। କେତେକ ଘଟଣା ଯୋଗୁଁ ବାଂଲାଦେଶ ଖେଳାଳି ପ୍ରତି ବିପଦର ଆଶଙ୍କା ରହିଛି। ଜଣେ ଖେଳାଳି ଗଣମାଧ୍ୟମକୁ କହିଛନ୍ତି ଯେ ପୂର୍ବରୁ କୌଣସି ନିଷ୍ପତ୍ତି ନିଆଯିବା ବେଳେ ଖେଳାଳିମାନଙ୍କ ମତାମତ ନିଆଯାଉଥିଲା, କିନ୍ତୁ ଏବେ ସରକାର ସିଧାସଳଖ କହୁଛନ୍ତି ଆମେ ଭାରତ ଯିବୁ ନାହିଁ। ଏପରିକି ଖେଳାଳିମାନଙ୍କ ସହ ଆଲୋଚନା କରିବା ପୂର୍ବରୁ ହିଁ ୟୁନିସ୍ ସରକାର ନିଷ୍ପତ୍ତି ନେଇସାରିଥିଲେ। ଏଣୁ ସତକଥା ହେଉଛି ଏହା ସରକାରଙ୍କ ନିଷ୍ପତ୍ତି, ଆମେ ବିଶ୍ୱକପ ଖେଳିବୁ ନାହିଁ।